ଆମର ଭାରତ ଭଳି ଗୋଟିଏ ସଂଘୀୟ ରାଷ୍ଟ୍ରରେ ଦ୍ୱୈତ ଶାସନ ବ୍ୟବସ୍ଥା ପ୍ରଚଳିତ। ଏଠାରେ କେଉଁ ଶାସନ ପ୍ରଚଳିତ ନା ଦ୍ୱୈତ ଶାସନ ବ୍ୟବସ୍ଥା ପ୍ରଚଳିତ। ଦ୍ୱୈତ ଶାସନ କ'ଣ ନା କେନ୍ଦ୍ରରେ କେନ୍ଦ୍ର ସରକାର ଆଉ ପ୍ରତ୍ୟେକ ରାଜ୍ୟ ଗୁଡ଼ିକରେ ରାଜ୍ୟ ସରକାର ରହିଛନ୍ତି। ତ ଏହି ସରକାରର ତିନୋଟି ଅଙ୍ଗ ରହିଛି କ'ଣ କାର୍ଯ୍ୟପାଳିକା ବ୍ୟବସ୍ଥାପିକା ନ୍ୟାୟପାଳିକା। ଇଏ ହେଲା କେନ୍ଦ୍ର ସରକାରରେ ଯେଉଁ ବ୍ୟବସ୍ଥା ରହିଛି ରାଜ୍ୟ ସରକାରରେ ମଧ୍ୟ ସେହି ବ୍ୟବସ୍ଥା ରହିଛି। ଆମେ ପଢ଼ିବା ଆଜି କେନ୍ଦ୍ର ସରକାର କଥା। କାହା କଥା ପଢ଼ିବା କେନ୍ଦ୍ର ସରକାର। କେନ୍ଦ୍ର ସରକାରର କାର୍ଯ୍ୟପାଳିକା କଥା ପଢ଼ିବା। କାହା କଥା ପଢ଼ିବା ନା କେନ୍ଦ୍ର ସରକାରର କାର୍ଯ୍ୟପାଳିକା କଥା। ଭାରତ ହେଉଛି ଗୋଟେ ସଂଘୀୟ ରାଷ୍ଟ୍ର। ସଂଘୀୟ ରାଷ୍ଟ୍ର କାହିଁ କୁହାଯାଉଛି ଏହା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନେଇକି ମିଶେଇକି ତିଆରି ହେଇଛି ସଂଘୀୟ ରାଷ୍ଟ୍ର ସେଥିପାଇଁକି। କିନ୍ତୁ ସମ୍ବିଧାନରେ ଆମର କ'ଣ କୁହାଯାଇଛି ଭାରତ ଗୋଟେ ରାଜ୍ୟମାନଙ୍କର ସମଷ୍ଟି ୟୁନିୟନ୍ ଅଫ୍ ଷ୍ଟେଟ୍ସ ବୋଲିକି କୁହାଯାଇଛି। ସଂଘୀୟ ରାଷ୍ଟ୍ର ନ ଲେଖା ହେଇକି କ'ଣ ଲେଖାଯାଇଛି ରାଜ୍ୟମାନଙ୍କର ସମଷ୍ଟି ବା ୟୁନିୟନ୍ ଅଫ୍ ଷ୍ଟେଟ୍ସ ବୋଲିକି ଲେଖାଯାଇଛି। ତ ଆମର ଭାରତରେ 28ଟି ରାଜ୍ୟ ରହିଛି ଏବଂ 8ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। 28ଟି ରାଜ୍ୟ ସମସ୍ତେ ଜାଣିପାରୁଥିବ କିନ୍ତୁ 8ଟି କେନ୍ଦ୍ରଶାସିତ ଅଞ୍ଚଳ କେମିତି ଆମର ଜାମ୍ମୁ କାଶ୍ମୀର ଆଉ ଲଦାଖକୁ ମିଶେଇକି ଆମେ ଭାବିଦେବା ଯେ 9ଟି କିନ୍ତୁ ନାହିଁ ଆମର ଡାମନ ଡିଉ ଆଉ ଦାଦ୍ରା ନଗର ହାବେଳୀକୁ ମିଶେଇକି ଗୋଟେ କରିଦିଆଯାଇଛି। ସେଥିପାଇଁ 8ଟି ୟୁନିୟନ୍ ଟେରିଟୋରୀ ବା କେନ୍ଦ୍ରଶାସିତ ଅଞ୍ଚଳ ରହୁଛି। ଆମେ ଜାଣିବା ଯେ କେନ୍ଦ୍ର କାର୍ଯ୍ୟପାଳିକା କାହାକୁ କାହାକୁ ନେଇକି ଗଠିତ। କେନ୍ଦ୍ର କାର୍ଯ୍ୟପାଳିକା ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଆଉ ମନ୍ତ୍ରୀ ପରିଷଦଙ୍କୁ ନେଇକି ଗଠିତ। କେନ୍ଦ୍ର କାର୍ଯ୍ୟପାଳିକାରେ ରାଷ୍ଟ୍ରପତିଙ୍କ ବିଷୟରେ ଆମେ ଏଇଠି ପ୍ରଥମେ ପଢ଼ିବା। ପ୍ରଥମେ କାହା କଥା ପଢ଼ିବା ରାଷ୍ଟ୍ରପତି, ତାପରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପରିଷଦ କଥା ପଢ଼ିବା। ଏଇ ଭିଡ଼ିଓରେ ଆମେ ରାଷ୍ଟ୍ରପତିଙ୍କ ବିଷୟରେ ଜାଣିବା। ଏସବୁ କଥା ଆମର ସମ୍ବିଧାନରେ ପ୍ରଦାନ କରାଯାଇଛି ହେଲା। ରାଷ୍ଟ୍ରପତି ହେଉଛନ୍ତି ଆମର କ'ଣ ନା ନାମମାତ୍ର ମୁଖ୍ୟ। ସେ ସମଗ୍ର ଦେଶର ଐକ୍ୟର ପ୍ରତୀକ। ତାଙ୍କୁ ପରୋକ୍ଷ ଭାବରେ ନିର୍ବାଚନ କରାଯାଇକି ସେ ନିର୍ବାଚିତ ହୋଇଥାନ୍ତି। ଆଉ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ସେ ହେଉଛନ୍ତି ଆମ ଦେଶର ସମ୍ମାନାସ୍ପଦ ପ୍ରଥମ ନାଗରିକ ହେଲା। ସେ କେଉଁଠାରେ ରୁହନ୍ତି ନା ଦିଲ୍ଲୀରେ ରାଷ୍ଟ୍ରପତି ଭବନ ରହିଛି। ସେହି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଅବସ୍ଥାନ କରିଥାନ୍ତି ହେଲା। ତାଙ୍କର କାର୍ଯ୍ୟଗୁଡ଼ିକ ଆମେ ଯଦି ଦେଖିବା ପ୍ରଧାନମନ୍ତ୍ରୀ ଆଉ ମନ୍ତ୍ରିମଣ୍ଡଳଙ୍କର ପରାମର୍ଶ ନେଇକି ସେ ସମସ୍ତ କାର୍ଯ୍ୟଗୁଡ଼ିକୁ ସେ କରିଥାନ୍ତି। ରାଷ୍ଟ୍ରପତି ହେଉଛନ୍ତି ଆମର ନାମକୁ ମାତ୍ର କାର୍ଯ୍ୟପାଳିକା ମୁଖ୍ୟ କିନ୍ତୁ ପ୍ରକୃତରେ ବାସ୍ତବରେ କାର୍ଯ୍ୟପାଳିକା ହେଉଛନ୍ତି କିଏ ନା ପ୍ରଧାନମନ୍ତ୍ରୀ ଆଉ ମନ୍ତ୍ରୀ ପରିଷଦ। ଏବେ ଆମେ ଜାଣିବା ରାଷ୍ଟ୍ରପତିଙ୍କୁ କେମିତି ନିର୍ବାଚନ କରାଯାଏ ବା ନିର୍ବାଚିତ ସେ କେମିତି ହୁଅନ୍ତି। ତ ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବରେ ସେମାନେ ନିର୍ବାଚିତ ହୋଇଥାନ୍ତି। ଆମେ ଡାଇରେକ୍ଟ ରାଷ୍ଟ୍ରପତିଙ୍କୁ ଭୋଟ ଦେଉନୁ, ଇନଡାଇରେକ୍ଟଲି ଦେଇଥାଉ ନାଇଁ କି। ଆମେ ଯେଉଁ ପ୍ରତିନିଧି ବାଛିଥାଉ ସେହି ପ୍ରତିନିଧିମାନେ କ'ଣ କରିଥାନ୍ତି ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ସେଥିପାଇଁ ଆମେ କହିବା ଯେ ପରୋକ୍ଷରେ ସେ ନିର୍ବାଚିତ ହୁଅନ୍ତି ହେଲା। ତ ସଂସଦର ଉଭୟ ସଦନ ହେଉଛି କ'ଣ କ'ଣ ଲୋକସଭା ଆଉ ରାଜ୍ୟସଭା। ତା ସହିତ ଦିଲ୍ଲୀ ଆଉ ପଣ୍ଡିଚେରୀ ହେଲା। ଦିଲ୍ଲୀ ଆଉ ପଣ୍ଡିଚେରୀ ସହିତ ରାଜ୍ୟ ବିଧାନସଭା ଯେତେ ସବୁ ତା ସହିତ ରହିଲା ରାଜ୍ୟ ବିଧାନସଭା ତାହାର ସଦସ୍ୟମାନଙ୍କୁ ନେଇକି ଗୋଟେ ନିର୍ବାଚକ ମଣ୍ଡଳୀ ଗୋଟେ ଗଠନ ହୁଏ। କ'ଣ ଗଠନ ହୁଏ ନିର୍ବାଚକ ମଣ୍ଡଳୀ। ନିର୍ବାଚକ ମଣ୍ଡଳୀରେ କିଏ କିଏ ଥାନ୍ତି ସଂସଦର ଉଭୟ ସଦନର ସଦସ୍ୟ ମାନେ ଲୋକସଭା ଆଉ ରାଜ୍ୟସଭାର ସଦସ୍ୟ, ଦିଲ୍ଲୀ ଆଉ ପଣ୍ଡିଚେରୀ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ, ଦିଲ୍ଲୀ ଆଉ ପଣ୍ଡିଚେରୀ ତା ସହିତ ରାଜ୍ୟର ଯେଉଁ ବିଧାନସଭା ତାର ନିର୍ବାଚିତ ସଦସ୍ୟ। ଏଠି ଦୁଇଟି ଯାକରେ ବିଧାନସଭା ରହିଛି। ତ ନିର୍ବାଚକ ମଣ୍ଡଳୀ ଗୋଟେ ଗଠନ ହେଲା। ତାପରେ ସେହି ନିର୍ବାଚକ ମଣ୍ଡଳୀ କ'ଣ କରିବ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ। ସେହି ନିର୍ବାଚକ ମଣ୍ଡଳୀ କ'ଣ କରିବ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ। ତାର ପ୍ରଣାଳୀ କେମିତି ନିର୍ବାଚିତ ହୁଏ ନା ଆନୁପାତିକ ପ୍ରତିନିଧିତ୍ୱ ଆଉ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭିତ୍ତିକ ମତଦାନ ଦ୍ୱାରା ତାଙ୍କୁ ନିର୍ବାଚିତ କରାଯାଏ। କାହାକୁ ରାଷ୍ଟ୍ରପତିଙ୍କୁ। ଏହିଭଳି ଭାବରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ତାପରେ ଦେଖ ଯେମିତି ଜୟଲାଭ କେମିତି କରନ୍ତି ନା ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ ପାଇକି ବା ତାକୁ କୋଟା ବୋଲିକି କୁହାଯାଏ। ତାକୁ ସିଦ୍ଧ ମତ ବୋଲି କୁହାଯାଏ ବା ଭ୍ୟାଲିଡ୍ ଭୋଟ୍ କୁହାଯାଏ। କେମିତି ଧର 2 ଜଣ ଅଛନ୍ତି ତାହେଲେ 50% + 1 ମାନେ ଅଧାରୁ ଅଧିକ ସମର୍ଥନ ଲାଭ କଲେ ଯାଇକି ସେ ରାଷ୍ଟ୍ରପତି ଜୟଲାଭ କରିବେ। ଆଉ ତାଙ୍କର କାର୍ଯ୍ୟକାଳ ହେଉଛି 5 ବର୍ଷ। ସେ ରାଷ୍ଟ୍ରପତି ହେଇସାରିଲା ପରେ ତାଙ୍କର କାର୍ଯ୍ୟକାଳ କେତେ ବର୍ଷ ରହିବ 5 ବର୍ଷ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ହେଇକି ରହିବେ। ବର୍ତ୍ତମାନ ଦେଖ ରାଷ୍ଟ୍ରପତି ପଦ ପାଇଁକି କ'ଣ କ'ଣ ଯୋଗ୍ୟତା ଥିବା ଦରକାର। ସେ ଜଣେ ଭାରତୀୟ ନାଗରିକ ହୋଇଥିବେ, ତାଙ୍କୁ ଅନ୍ୟୁନ 35 ବର୍ଷ ହେଇଥିବ, ସେ ଲୋକସଭାର ସଭ୍ୟ ହେବା ପାଇଁ ଯୋଗ୍ୟ ହେଇଥିବେ, ଆଉ ଜଣେ ବ୍ୟକ୍ତି
ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ, ମାନେ ପ୍ରଥମେ ପ୍ରାର୍ଥୀ କଥା କୁହାଯାଉଛି, ମାନେ ପ୍ରାର୍ଥୀ ହୋଇପାରିବେନି କେତେବେଳେ ନା ଯେତେବେଳେ ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ଥିବେ, ତାହେଲେ ସେ ପ୍ରାର୍ଥୀ ହୋଇପାରିବେ ନାହିଁ। ତେଣୁକରି ଲାଭଜନକ ପଦବୀରେ ରହିଲେ ପ୍ରାର୍ଥୀ ହୋଇପାରିବେ ନାହିଁ। ତାପରେ ଦେଖ ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ। ତ ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ହେଉଛି କେତେ ବର୍ଷ ନା 5 ବର୍ଷ। ଜଣେ ରାଷ୍ଟ୍ରପତି ଯଦି ଇଚ୍ଛା କରିବେ ସେହି ପଦବୀ ପାଇଁ ପୁଣି ଆଉ ଥରେ ବି ପ୍ରତିଦ୍ୱନ୍ଦିତା କରିପାରନ୍ତି, କିନ୍ତୁ ଆମର ମାନେ ପୁନଃ ପ୍ରତିଦ୍ୱନ୍ଦିତା କରିପାରିବେ। କିନ୍ତୁ ଆମର ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି କିଏ ନା ଡକ୍ଟର ରାଜେନ୍ଦ୍ର ପ୍ରସାଦ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରପତି ପୁନଃବାର ମାନେ ଆଉ ଥରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଉ ଥରେ ରାଷ୍ଟ୍ରପତି ହେବା ପାଇଁ ନିର୍ବାଚିତ ହୋଇନାହାନ୍ତି ହେଲା। ଆଉ ଯଦି ରାଷ୍ଟ୍ରପତି ଇଚ୍ଛା କରିବେ 5 ବର୍ଷ କାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେବା ପାଇଁକି, ତାହେଲେ ସେ କାହାକୁ ସମ୍ବୋଧନ କରିକି ଇସ୍ତଫା ଦେବେ ନା ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରିକି ଇସ୍ତଫା ଦେବେ। ये प्रश्न पड़े बहुत थर, इस्तफा से क्या देवे संबोधन करके ना उपराष्ट्रपति को। तो निज द्वारा से जो लिखित इस्तफा पत्र जरिया निज पदवी अब्याहत नेबे, निजे लिखिकी देवे। देख आउ केतेबेले तांको पदवीटा राष्ट्रपति पदवीटा शून्य पड़ो ना जितेबाला से इस्तफा देवे, तांकर जदि मृत्यु है किंबा महाभियोग प्रस्ताव द्वारा से यही महाभियोग को आम बुझा, महाभियोग प्रस्ताव द्वारा कौन हम तांकर पद शून्य हम, माने पदटी शून्य पड़ो। जितेबाला पद शून्य पड़ो सेतेबाला उपराष्ट्रपति अन्यून प्राय 6 मास पर्यंत अस्थायी भाव राष्ट्रपति रहिबे। आ जो अस्थायी भाव से जो 6 मास पर्यंत राष्ट्रपति रहिबे, 6 मास पर्यंत 6 मास भितर पुणी नूतन राष्ट्रपति आसिबे, निर्वाचित हेबे। सही समय सेतिक समय भितर से राष्ट्रपति जो वेतन पाउथबे, सैलारी कथा कह जाउची, भत्ता सुविधा सुजोग सब उपभोग करिवे किए उपराष्ट्रपति। एबे जानिबा जो पदच्युति कहगला महाभियोग व्यवस्था ताहा कौन। राष्ट्रपति केवल संविधान भंग अभियोग ही अभियुक्त होइकि महाभियोग प्रस्ताव द्वारा पदच्युत हेबे। जे तांको कुहाजिबे से कौन अभियोग करा जिवो तांको नारे जे से संविधान को भांगिचंती बोली कि, कारण से जेतेबेले शपथ नहीं थांती सेतेबेले कहि थांती ना जे संविधान को आमे मानिकी चलिबु बोली। आ जदि संविधान को भांगिबे ताहले जाइकी तांको नारे अभियोग हो। या व्यतीत कौनसी कारण पाई भी अन्य कौनसी उपाय रे तांको पदच्युत करा जाई परिबो नाही। महाभियोगटा गोटे अर्धन्यायिक जटिल प्रक्रिया, जी चाहिए मन इच्छा तांको महाभियोग प्रस्ताव द्वारा बाहर कर दे पारिबो नाही, पदच्युत करिबो नाही। ये गोटे अर्धन्यायिक जटिल प्रक्रिया। प्रथमे कौन हम ना संसद रे जेकोसी गृह अर्थात लोकसभा किंबा राज्यसभा सर्वमोट सभ्य संख्या जेतिकी सभ्य संख्या रहिबे तांकर केते ना 1/4 14 दिन पूर्व, केते दिन पूर्व ना 14 दिन पूर्व से माने लिखित भाव में नोटिस देवे, आगत करेंगे। तापर कौन हम ना से प्रस्तावटी सदनर सर्वमोट सभ्य संख्या जेतिकी सर्वमोट सभ्य संख्या तार 2/3 3 भागरू 2 भाग सदस्य अनुमोदन लाभ करेंगे। तो 3 भागरू 2 भाग सदस्यों द्वारा सेटा अनुमोदन लाभ करवा दरकार। तापर जाइकी पुणी से कथा पाई इन्वेस्टिगेशन हम, जो कथाटा अभियोग होइछि सेटा ठीक ना नहीं, इन्वेस्टिगेशन हम, अनुसंधान हम। अनुसंधान होला परे जाइकी राष्ट्रपति को कह से निजे किंबा तांकर प्रतिनिधि उपस्थित रही तांकर पक्ष उपस्थापन करेंगे जे जो अभियोग करा जाइछि सेटा ठीक ना भूल। या पर कौन हम ना से जो सदन, यही सदन द्वारा 3 भागरू 2 भाग समर्थन पाइबा दरकार जे हाँ से जो अभियोग करा जाइछि सेटा ठीक बोली। ताहले जाइकी महाभियोग प्रस्तावटा कौन हम, जो महाभियोग होइथिबो सेटा अनुमोदित होइगला। वर्तमान राष्ट्रपति को विताड़ित बाहर कर दिया जीव, तांको पदच्युति करा जाई पारिबो। किंतु आज पर्यंत एई भली हेई नाही, करा जाई नाही, महाभियोग प्रस्ताव एपर्यंत हेई नाही। एबे देखो राष्ट्रपति शपथ पाठ। तो आमर जो निर्वाचित हो सारा पर राष्ट्रपति सांविधानिक व्यवस्था अनुसार कौन करिथांती ना संविधान को मानिकी चलिबाकू ईश्वर नाम से शपथ करिथांती। संविधान को सुरक्षा करिवे बोली कि कहिथांती। ताले कौन से शपथ रे कहंती जे संविधान को मानि चलिबी आ संविधान सुरक्षा करिबी बोली कि संकल्प नहीं थांती। कहा सामना से कहा किए तांको शपथ पाठ कराई थांती राष्ट्रपति को, एटा प्रश्न सब बेले पड़े। भारतर प्रधान विचारपति, बुझेला, भारतर प्रधान विचारपति राष्ट्रपति को शपथ पाठ कराई थांती। तो आम संविधान केंद्र सरकार समस्त कार्यपालिका क्षमता राष्ट्रपति हस्त में न्यस्त कला।
ରାଷ୍ଟ୍ରପତି ହେଉଛନ୍ତି କେନ୍ଦ୍ରର ମୁଖ୍ୟ କାର୍ଯ୍ୟପାଳିକା, ମାତ୍ର ସେ ବାସ୍ତବରେ ଶାସନ ମୁଖ୍ୟ ନୁହନ୍ତି, ସେ କେବଳ ସାମ୍ବିଧାନିକ ରାଷ୍ଟ୍ର ମୁଖ୍ୟ। ତ ରାଷ୍ଟ୍ରପତି ତାଙ୍କର ଯେଉଁ ସବୁ କ୍ଷମତା ମିଳିଲା କେବଳ ପ୍ରଧାନମନ୍ତ୍ରୀ ଆଉ ମନ୍ତ୍ରୀ ପରିଷଦ ଠାରୁ ପରାମର୍ଶ ନେଇକରି କ'ଣ କରିବେ, ପରାମର୍ଶ ନେଇକି ସେଇ କ୍ଷମତା ଗୁଡ଼ିକୁ ସବୁ ପ୍ରୟୋଗ କରିବେ। ତାଙ୍କୁ ବହୁତ ଗୁଡ଼ିଏ କ୍ଷମତା ଦିଆଯାଇଛି, ପ୍ରଶାସନିକ କ୍ଷମତା, କାର୍ଯ୍ୟପାଳିକା କ୍ଷମତାର ଯେଉଁଟାକି ଅନ୍ତର୍ଭୁକ୍ତ, ଆଉ ଗୁଡ଼ିଏ କେତେ ଗୁଡ଼ିଏ ଇଚ୍ଛାଧୀନ କ୍ଷମତା, ଯେଉଁଟାକି ଇଚ୍ଛାଧୀନ କ୍ଷମତା ତାଙ୍କର ନାହିଁ, କିନ୍ତୁ ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା ରହିଛି। ରାଷ୍ଟ୍ରପତିଙ୍କର କୌଣସି ପ୍ରକାର ଇଚ୍ଛାଧୀନ କ୍ଷମତା ନାହିଁ। ଦେଖ, ରାଷ୍ଟ୍ରପତିଙ୍କ ସମ୍ବିଧାନ ସ୍ୱୀକୃତ କ୍ଷମତା, ଅର୍ଥାତ୍ ସମ୍ବିଧାନ ଦ୍ୱାରା ସ୍ୱୀକୃତି ଦିଆଯାଇଛି ଯେ ଏଇ କ୍ଷମତା ଗୁଡ଼ିକ ରାଷ୍ଟ୍ରପତିଙ୍କୁ ଦିଆଗଲା ବୋଲି। କ'ଣ କ'ଣ କ୍ଷମତା? ଗୋଟେ ହେଲା ପ୍ରଶାସନିକ କ୍ଷମତା, ସାମରିକ କ୍ଷମତା, କୂଟନୈତିକ କ୍ଷମତା, ବ୍ୟବସ୍ଥାପିକ କ୍ଷମତା, ଅର୍ଥ ସମ୍ପର୍କିତ କ୍ଷମତା, ନ୍ୟାୟିକ କ୍ଷମତା, ବିବିଧ କ୍ଷମତା ଏବଂ ଜରୁରୀକାଳୀନ କ୍ଷମତା। এই ଜରୁରୀକାଳୀନ କ୍ଷମତାରେ ତିନି ପ୍ରକାର ଜରୁରୀକାଳୀନ ପରିସ୍ଥିତି ରହିଛି, ଯେଉଁଟାକି ଜାତୀୟ ଜରୁରୀ ପରିସ୍ଥିତି, ରାଜ୍ୟ ଜରୁରୀ ପରିସ୍ଥିତି ଆଉ ଆର୍ଥିକ ଜରୁରୀ ପରିସ୍ଥିତି। ନେକ୍ସଟ କ୍ଲାସ୍ରେ ଏ ସବୁଟିକ କ୍ଷମତା ଗୁଡ଼ିକୁ ଆମେ ପଢ଼ିବା। ରାଷ୍ଟ୍ରପତିଙ୍କୁ ସମ୍ବିଧାନ ଦ୍ୱାରା ଯେଉଁ କ୍ଷମତା ଗୁଡ଼ିକ ଦିଆଯାଇଛି।